ହ୍ୟାଲୋ ପିଲାମାନେ, ଆପଣମାନଙ୍କର ପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ୍ ବୁଝିବା ଆଶକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ତୁମ ଅଷ୍ଟମ ଶ୍ରେଣୀ ଗଣିତ ପ୍ରକାଶ ବହିର ବର୍ଗ ଓ ଘନ ଆଲୋଚନା କରିବା। ଗଣିତ ପ୍ରକାଶ ବହିର ପ୍ରଥମ ପାଠ ବର୍ଗ ଓ ଘନ। ପୂର୍ବ ଭିଡ଼ିଓରେ ଆମେ ଆଲୋଚନା କରିଥିଲେ କିପରି ଏକକ ଘରର ଅଙ୍କଗୁଡ଼ିକୁ ଦେଖି ଆମେ ଜାଣିପାରିବା କେଉଁ ସଂଖ୍ୟା ଗୁଡ଼ିକ ବର୍ଗ ସଂଖ୍ୟା ନୁହଁ ଏବଂ ପୂର୍ଣ୍ଣବର୍ଗ ସଂଖ୍ୟାର ଏକକ ସ୍ଥାନରେ କେଉଁ ଅଙ୍କ ଗୁଡ଼ିକ ରୁହନ୍ତି। ସଂଖ୍ୟାର ଏକକ ସ୍ଥାନରେ 2, 3, 7, 8 ଥିଲେ ସଂଖ୍ୟାଟି ପୂର୍ଣ୍ଣବର୍ଗ ସଂଖ୍ୟା ନୁହଁ ବୋଲି ଆମେ ସିଧାସଳଖ କହିପାରିବା। ଆଚ୍ଛା, ଚାଲ ଆଉ ଡେରି ନକରି ଆଜି ଆମେ ଆଉ କିଛି ଗାଣିତିକ କଥାବାର୍ତ୍ତା କରିବା। କିଛି ନୂଆ ନୂଆ ଟେକ୍ନିକ୍ ଜାଣିବା, ସୂତ୍ର ଜାଣିବା। ଭିଡ଼ିଓଟି ବହୁତ ମଜା ଲାଗିବ, ଆଦୌ ସ୍କିପ୍ କରିବନି, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିବ। ଭିଡ଼ିଓଟି ହେଲ୍ପଫୁଲ୍ ହୋଇଥିଲେ ଲାଇକ୍ଟିଏ କରିଦେବ ଏବଂ ସାଙ୍ଗମାନଙ୍କ ସହ ସେୟାର କରିବ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ନୋଟିଫିକେସନ୍ ଅଲ୍ ବେଲ୍କୁ ଅନ୍ କରିଦେବେ, ଯାହାଫଳରେ ମୋର ଆଗାମୀ ଭିଡ଼ିଓର ନୋଟିଫିକେସନ୍ ଆପଣ ପାଇପାରିବେ ଏବଂ ଭିଡ଼ିଓ ଗୁଡ଼ିକ ଦେଖିପାରିବେ। ତେବେ ଚାଲନ୍ତୁ କିଛି ପ୍ରଶ୍ନର ସମାଧାନ କରିବା। ଏକକ ସ୍ଥାନରେ 0, 1, 4, 5, 6 କିମ୍ବା 9 ଥିଲେ ପ୍ରତ୍ୟେକ କ୍ଷେତ୍ରରେ ସଂଖ୍ୟାଟି ପୂର୍ଣ୍ଣବର୍ଗ ସଂଖ୍ୟା ହୋଇଥାଏ କି? କ'ଣ ଉତ୍ତର ଲେଖିବା? ପ୍ରତ୍ୟେକ କ୍ଷେତ୍ରରେ ସଂଖ୍ୟାଟି ପୂର୍ଣ୍ଣବର୍ଗ ସଂଖ୍ୟା ହୋଇନଥାଏ। କ'ଣ ଲେଖିବା ଏଠି? ହୋଇନଥାଏ। ଉତ୍ତରରେ ଲେଖିବ ହୋଇନଥାଏ। ପ୍ରତ୍ୟେକ କ୍ଷେତ୍ରରେ କେମିତି? ଆମେ ଉଦାହରଣ ଦେଖିକିରି ଆମେ ଜାଣିଥିଲେ 3, 7, 6 ଶେଷରେ ଆମେ 6 ରଖିଦେବା କିମ୍ବା 1 ରଖିଦେବା, 4 ରଖିଦେବା, ବୋଲେ ସେ ସଂଖ୍ୟାଟି ପୂର୍ଣ୍ଣବର୍ଗ ସଂଖ୍ୟା ହେବ ବୋଲି ଆମେ କହିପାରିବା କି? କହିପାରିବାନି। ସେମିତି କିନ୍ତୁ ଏକକ ସ୍ଥାନରେ 6 ଥାଇ 26, ଗୋଟେ ଏକ୍ଜାମ୍ପଲ୍ ଦେଖ, 26ଟା କ'ଣ ପୂର୍ଣ୍ଣବର୍ଗ ସଂଖ୍ୟା କି? ନୁହଁ। ଏଥିରୁ ଆମେ ଜାଣିଲେ ଏକକ ଘରେ ଯଦି 0, 1, 4, 5, 6, 9 ଏମିତି ସଂଖ୍ୟା ଅଛି ତାହେଲେ ସିଏ ପୂର୍ଣ୍ଣବର୍ଗ ସଂଖ୍ୟା ହେବ ବୋଲି ଆମେ କହିପାରିବା ନାହିଁ। ହୋଇପାରେ କି ନ ହୋଇପାରେ। ନେକ୍ସଟ ଦେଖିବା, 5ଟି ସଂଖ୍ୟା ଲେଖ ଯାହାର ଏକକ ଅଙ୍କକୁ ଦେଖି ନିର୍ଣ୍ଣୟ କରିପାରିବ ଯେ ସେମାନେ ବର୍ଗ ସଂଖ୍ୟା ନୁହନ୍ତି। ଏମିତି 5ଟି ସଂଖ୍ୟା ଆମେ ଲେଖିବା ଯେଉଁ ସଂଖ୍ୟା ଗୁଡ଼ିକୁ ଦେଖିକିରି ଆମେ ଜାଣିପାରିବା ଯେ ଏ ସଂଖ୍ୟାଟି ଗୋଟିଏ ବର୍ଗ ସଂଖ୍ୟା ନୁହଁ। ଆମେ ଜାଣିଛେ ଏକକ ଘରେ କେଉଁ ଅଙ୍କ ଗୁଡ଼ିକ ଥିଲେ ଆମେ ଜାଣିପାରିବା ଯେ ସେହି ସଂଖ୍ୟାଟି ପୂର୍ଣ୍ଣବର୍ଗ ସଂଖ୍ୟା ନୁହଁ ବୋଲି। 2 ଥିବ, ନଚେତ୍ 3, 7, 8, ଏଇ ଯେଉଁ 4ଟି ସଂଖ୍ୟା ଆମର ଯଦି ଥିବ 2, 3, 7, 8, ତାହେଲେ ତୁମେ ମନ ଇଚ୍ଛା ଗୋଟେ ସଂଖ୍ୟା ଲେଖିଦେବ, ତା ଶେଷକୁ କ'ଣ ଲେଖିବ? 2, 3, 7 ଏମିତି ଲେଖିଦେବ ମାନେ ତୁମେ ଜାଣିବ ଯେ ସେଇ ସଂଖ୍ୟାଟି ପୂର୍ଣ୍ଣବର୍ଗ ସଂଖ୍ୟା ନୁହଁ। ହେଲେ 5ଟି ସଂଖ୍ୟା ଆମେ ଲେଖିବା, ମନ ଇଚ୍ଛା ଲେଖିଦେବ 2, 3, 5 ଲେଖିଦେଇକିରି ଶେଷକୁ 2 ଲେଖିଦେଲ, ଏଇଟା ଗୋଟେ ପୂର୍ଣ୍ଣବର୍ଗ ସଂଖ୍ୟା ନୁହଁ। ସେମିତି 4 ଅଙ୍କ ବିଶିଷ୍ଟ ସଂଖ୍ୟା ମୁଁ ଏବେ ଲେଖିଲି, ତୁମେ 3 ଅଙ୍କ ବିଶିଷ୍ଟ ସଂଖ୍ୟା ସେମିତି ଲେଖିପାରିବ, କିଛି ଅସୁବିଧା ନାହିଁ। 7, 8, 7, 7 ଶେଷକୁ 7 ରଖିଦେଲେ। ସେମିତି ଆଉ ଗୋଟେ ସଂଖ୍ୟାକୁ ମନ ଇଚ୍ଛା ଯେକୌଣସି 3ଟି ସଂଖ୍ୟାକୁ ତାପରେ ଶେଷରେ ଏଇ 2, 3, 7, 8 ଭିତରୁ ଗୋଟିଏ ଅଙ୍କ ନେଇକିରି ରଖିଦେବ, ତାହେଲେ ଆମେ ପାଇଯିବା ଯେ ସେଇ ସଂଖ୍ୟାଟି ପୂର୍ଣ୍ଣବର୍ଗ ସଂଖ୍ୟା ନୁହଁ। 4, 0, 1 ଶେଷରେ ରଖିଦେବା 8, ଇଏ ପୂର୍ଣ୍ଣବର୍ଗ ସଂଖ୍ୟା ନୁହଁ। 5, 3, 2 ଶେଷରେ ରଖିଦେବା, ଶେଷରେ 2 ଏକା ଅଛି, 2 ରଖିଦିଅ ହେଲା। 2, 7, 3 ଏମିତି 5ଟି ସଂଖ୍ୟା ଆମେ ଲେଖିବା। 3, 4, 2, 3, 1, 2, 3, 4, 5 5ଟି ସଂଖ୍ୟା ହେଇଗଲା। ସେମିତି ତୁମେ ମନ ଇଚ୍ଛା ତୁମେ ଲେଖିପାରିବ। ଆଚ୍ଛା, ବହୁତ ବଢ଼ିଆ ବଢ଼ିଆ ଟେକ୍ନିକ୍ ତୁମେ ସବୁ ଜାଣିପାରିବ ପିଲାମାନେ, ବହୁତ ମଜାଦାର ଜିନିଷ ଅଛି ଏ ଭିତରେ। ଆସ 6ରେ ଶେଷ ହୋଇଥିବା ବର୍ଗ ସଂଖ୍ୟା ଗୁଡ଼ିକୁ ବିଚାର କରିବା। 6ରେ ଶେଷ ହୋଇଛି, 4ର ବର୍ଗ କେତେ? 16, 6ରେ ଶେଷ ହୋଇଛି, 6ର ବର୍ଗ 36, 6ରେ
ଏସବୁ ତୁମେ ଦେଖିଲେ ତୁମେ ଜାଣିପାରିବ ଯେ 6 ଗୋଟେ ଶେଷରେ ଅଛି ମାନେ ସିଏ କାହାର ବର୍ଗ ହେଇଥିବ, ତା'ର ଏକକ ଘରେ କ'ଣ ଥିବ। ଗୋଟେ ବର୍ଗ ସଂଖ୍ୟାଟି ତୁମକୁ ଦିଆହେଲା 576। ଏଇ 576ର ଶେଷରେ କ'ଣ ରହିବ? ନିଶ୍ଚିତ ଭାବେ 6 ରହିବ, ନହେଲେ 4 ରହିବ। ସେମିତି ନିମ୍ନଲିଖିତ ସଂଖ୍ୟାମାନଙ୍କ ମଧ୍ୟରୁ କେଉଁଗୁଡ଼ିକର ଏକକ ସ୍ଥାନରେ 6 ରହିବ? ଦେଖ, ଏକକ ସ୍ଥାନରେ 6 ରହିବ କାହାର ବର୍ଗରେ? 4ର ବର୍ଗରେ ଏକକ ସ୍ଥାନରେ 6 ରହୁଛି। 6ର ବର୍ଗରେ ଏକକ ସ୍ଥାନରେ 6 ରହୁଛି। 6ର ବର୍ଗ 36, 4ର ବର୍ଗ 16। ଏମିତି ଏକକ ଘରେ 4 କିମ୍ବା 6 ଥିବ, ତାର ବର୍ଗରେ କ'ଣ ନିଶ୍ଚିତ ଭାବେ କ'ଣ ରହିବ? 6 ରହିବ। କେଉଁ କେଉଁ ସଂଖ୍ୟା ହେବ? 34, 46, 56। ଏକକ ଘରେ 6 ଅଛି, 74। ଆଚ୍ଛା, ଏଇ ତିନିଟା ହେବ ଆମର ଉତ୍ତର। ପୂର୍ବରୁ ତୁମେ ପୂରଣ କରିଥିବା ସାରଣୀକୁ ସଂଖ୍ୟା ଏବଂ ସେମାନଙ୍କର ବର୍ଗଗୁଡ଼ିକୁ ଲକ୍ଷ୍ୟ କରି ଏହିପରି ଅଧିକ ସରଞ୍ଚନା ଖୋଜ। ଏମିତି କେତେ ଗୁଡ଼ିଏ ସରଞ୍ଚନା ତୁମେ ଖୋଜିପାରିବ। ସେମିତି ତୁମେ ଯଦି ହିସାବ କରିବ, ଏକକ ଘରେ 1 ରହିବ। କେଉଁ ସଂଖ୍ୟାର ବର୍ଗ ନେବ ବୋଲେ ଏକକ ଘରେ 1 ରହିବ? କହିପାରିବ ପିଲାମାନେ? ଯଦି ଏକକ ଘରେ 9 ଅଛି ତାହେଲେ ତା'ର ବର୍ଗରେ କ'ଣ ହେବ? ଏକକ ଘରେ 1 ରହିବ। 9ର ବର୍ଗ 79ର ବର୍ଗରେ ଏକକ ଘରେ 1 ରହିବ ନିଶ୍ଚିତ ଭାବେ। ବୁଝିପାରୁଛ ନା ନାହିଁ? 11ର ବର୍ଗରେ 11, ଏକକ ଘରେ 21 ଅଛି, 21ର ବର୍ଗ ଏକକ ଘରେ 1 ଥିବ, ନହେଲେ 9 ଥିବ, ମାନେ ଏକକ ଘରେ ନିଶ୍ଚିତ ଭାବେ ତା'ର ବର୍ଗରେ ଏକକ ଘରେ 1 ରହିବ। ଆଚ୍ଛା, ବୁଝିଗଲ? ଏଠି ଦେଖ, 10ର ସ୍କୋୟାର 100, 20ର ସ୍କୋୟାର କେତେ? 400, 40ର ସ୍କୋୟାର 1600। ଏଠି ତୁମେ କ'ଣ ଲକ୍ଷ୍ୟ କଲ? 10ର ସ୍କୋୟାର, 1ର ବର୍ଗ ପକାଇଦେଲ। 1ର ବର୍ଗ କେତେ? 1। 0ର ସ୍କୋୟାର ବୋଲେ ଯୋଡ଼େ 0 ଏଇଠି ପକାଇଲ। ସେମିତି 2ର ସ୍କୋୟାର ପକାଇଦେଲ 4, ତାପରେ 2ଟା 0 ପକାଇଲ। ଯେଉଁ ସଂଖ୍ୟାର ବର୍ଗ ବାହାର କରିବ ସେଇ ସଂଖ୍ୟାର ଏକକ ଘରେ ଗୋଟିଏ 0 ଥିଲେ, ଏଠି ଗୋଟିଏ 0 ଅଛି ମାନେ ତା'ର ବର୍ଗରେ କେତୋଟି 0 ରହୁଛି? 2ଟି 0 ରହୁଛି। ସେମିତି ଏଇଠି 40ର ବର୍ଗ ଆମେ 1600। ତୁମେ କେଡ଼େ କେଡ଼େ ବଡ଼ ବଡ଼ ସଂଖ୍ୟାର ବର୍ଗ ସବୁ ତୁମେ ନିଜେ ପାଟିରେ କହିପାରିବ। କେମିତି କହିବ? ଦେଖ, ଏଠି 50ର ବର୍ଗ ଆମେ ଯଦି ଲେଖିବା, 50ର ବର୍ଗ କେତେ ହେବ? 5ର ବର୍ଗ 25। ହଁ, ଭେରି ଗୁଡ଼୍, ରାଇଟ୍। 25 କେତୋଟି 0 ଦେବା? ଠିକ୍ କହିଲ, 2ଟି 0 ଆମେ ଦେବା। 2500 ଉତ୍ତର ଆସିବ 2500। ସେମିତି 60ର ବର୍ଗ କେତେ ଲେଖିପାରିବ? 60ର ବର୍ଗ କେତେ? 36 ଲେଖିଦେଲ, ତାପରେ 2ଟି 0 ଦେଇଦେଲ। ପିଲାମାନେ ଦେଖ, ଯେଉଁ ସଂଖ୍ୟାର ବର୍ଗ ବାହାର କରିବା ତାହାର ଶେଷରେ ଯଦି 2ଟି 0 ଅଛି, ଏପଟେ କେତୋଟି 0 ହେବ? 4ଟି 0 ଦିଆହେବ। ଦେଖ, 100ର ବର୍ଗ କେତେ? 1ରେ 4ଟି 0। ସେମିତି 700ର ବର୍ଗ 49, 7ର ବର୍ଗ 49, ତାପରେ 4ଟି 0 ଦେଲ। ତୁମେମାନେ ନିଜେ କୁହ ଏଠି 600, 600ର ବର୍ଗ କେତେ ହେବ? 36 ଲେଖିଦେଲ। 6ର ବର୍ଗ 36, କେତୋଟି 0 ଦେବ? ଭେରି ଗୁଡ଼୍, 4ଟି 0 ତୁମେ ଦେବ। ତାହେଲେ କେତେ ବଡ଼ ବଡ଼ ସଂଖ୍ୟାର ବର୍ଗ ତୁମେ ଫଟାଫଟ ପାଟିରେ କହିପାରୁଛ। ମନେକର ଏଠି ଆମେ ନେବା 500ର ବର୍ଗ। 500ର ବର୍ଗ କେତେ ହେବ? 500ର ବର୍ଗ 25 ଲେଖିଦେଲ, ତାପରେ କେତେ ଲେଖିବ? 4ଟି 0 ଦେବ। ଏମିତି ତୁମେ ବର୍ଗ ନିର୍ଣ୍ଣୟ କରିପାରିବ। ଶେଷରେ 0 ଥିବା ସଂଖ୍ୟାର ବର୍ଗ ସହଜରେ ତୁମେ ନିର୍ଣ୍ଣୟ କରିପାରିବ। ଆଉ ଗୋଟିଏ ଟେକ୍ନିକ୍ ଆମେ ଦେଖିବା ଏଠି। ଯଦି ଗୋଟିଏ ସଂଖ୍ୟାର ଶେଷରେ 3ଟି 0 ଥାଏ, ତେବେ ତା'ର ବର୍ଗ ଶେଷରେ କେତୋଟି 0 ରହିବ? ଆର ଉତ୍ତର ତୁମେ କ'ଣ ଲେଖିବ? ଯଦି ଗୋଟିଏ ସଂଖ୍ୟାର ଶେଷରେ 3ଟି 0 ଥାଏ, ତେବେ ତା'ର ବର୍ଗର ଶେଷରେ 6ଟି 0 ରହିବ। ଏଥିରୁ ତୁମେ କ'ଣ ଲକ୍ଷ୍ୟ କଲ? ଏପଟେ ଯେତୁଟା 0 ଥିବ ତା'ର ଦ୍ୱିଗୁଣ 0 ବର୍ଗରେ ରହିବ। ବୁଝିପାରୁଛ ନା ନାହିଁ? ଏପଟେ ଯଦି 3ଟି 0 ଅଛି, ଏପଟେ କେତୋଟି 0 ରହିବ? 6ଟି 0 ରହିବ। 4ଟି 0 ଥିବ ବୋଲେ କେତୋଟି 0 ରହିବ? 8ଟି 0 ରହିବ। ବୁଝିହେଲା? ବାସ୍। ନେକ୍ସଟ ଦେଖିବା, ଗୋଟିଏ ସଂଖ୍ୟା ଓ ତା'ର ବର୍ଗ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ତୁମେ କ'ଣ କହିପାରିବ? ଗୋଟେ ସଂଖ୍ୟା ଆଉ ତା'ର ବର୍ଗ ମଧ୍ୟରେ କ'ଣ ସମ୍ପର୍କ ଅଛି?
ସେଇ ଜିନିଷଟା କହିବ। ଏପଟେ ଯେତୋଟି ଶୂନ ତୁମର ଥିବ ତାର ବର୍ଗ ସଂଖ୍ୟାରେ ତାର 2 ଗୁଣ ଶୂନ ରହିବ। ଆଚ୍ଛା, ନେକ୍ସଟ ଦେଖିବା ପୂର୍ଣ୍ଣବର୍ଗ ସଂଖ୍ୟା ଓ ଅଯୁଗ୍ମ ସଂଖ୍ୟା। ପୂର୍ଣ୍ଣବର୍ଗ ସଂଖ୍ୟା ଓ ଅଯୁଗ୍ମ ସଂଖ୍ୟା। ଆସ କ୍ରମିକ ବର୍ଗ ସଂଖ୍ୟା ଗୁଡ଼ିକ ମଧ୍ୟରେ ରହିଥିବା ପାର୍ଥକ୍ୟ ଗୁଡ଼ିକ ଖୋଜିବା। ତୁମେ କ'ଣ ଲକ୍ଷ୍ୟ କରୁଛ ଦେଖିବା। ଏଠି ଦେଖ ପିଲେ, 1ର ବର୍ଗ ହେଲା 1, 1 3, 1 3 ମିଶାଇଲେ 2ଟି ଅଯୁଗ୍ମ ସଂଖ୍ୟା। 1 ଗୋଟିଏ ଅଯୁଗ୍ମ ସଂଖ୍ୟା, 1ର ବର୍ଗ 1 ହୋଇଗଲା। 1 3 2ଟି ଅଯୁଗ୍ମ ସଂଖ୍ୟା ଆମେ ଯଦି ଯୋଗ କରିବା ତାହେଲେ ଆମେ କ'ଣ ପାଉଛେ? 2ର ବର୍ଗ ପାଉଛେ। ସେମିତି 3ଟି ଅଯୁଗ୍ମ ସଂଖ୍ୟା ଯୋଗ କଲେ କେତେ ପାଉଛେ? 3ର ବର୍ଗ, 3ର ବର୍ଗ ପାଇଲେ 9। 4ଟି ଅଯୁଗ୍ମ ସଂଖ୍ୟା ଯୋଗ କଲେ କେତେ ପାଇଲେ? 4ର ବର୍ଗ 16 ପାଇଲେ। ବୁଝିହେଲା? ସେମିତି ଆମେ 5ଟି ଅଯୁଗ୍ମ ସଂଖ୍ୟା ଯଦି ଯୋଗ କରିବା ତାହେଲେ 5ର ବର୍ଗ ପାଇବା। କାହାର ବର୍ଗ ପାଇବା? 5ର ବର୍ଗ। ଏ ଯେଉଁ ଚିତ୍ରଟିକୁ ତୁମେ ଦେଖୁଛ ଏଇଟା ହେଉଛି 1ର ବର୍ଗ। ଏଠି ତୁମେ ଯୋଗ କରିଦେବ, ଆକୁ ଯୋଗ କରିଦେବ ଯେଉଁ କ୍ଷେତ୍ରଟି ତୁମେ ପାଇଲ। କେତୋଟି ଅଧିକ ହେଲା? ବିନ୍ଦୁ 3ଟି ଅଧିକ ହେଲା। 1ରେ ଆମେ 3 ମିଶାଇଲେ କେତେ ପାଇଲେ? 4, ମାନେ 2ର ବର୍ଗ ପାଇଲେ। ପୁଣି ଏଠି ଯୋଗ କରିଦେବ। ଏଇଟା କେତେ ସ୍କୋୟାରଟା ଯେଉଁ ଆସିଲା ଆମର କେତୋଟି ବିନ୍ଦୁ ଅଛି ଦେଖ? 1 2 3 4 5 6 7 8 9, 9ଟି ବିନ୍ଦୁ ଅଛି। ତାର କାହାର ସ୍କୋୟାର ହେଲା ପାଇଲେ? ଆମେ କାହା ସ୍କୋୟାର ପାଇଲେ? 3ର ସ୍କୋୟାର ପାଇଲେ। ବୁଝିପାରୁଛ ନା ନାହିଁ? ଏଠି 3ଟି ବିନ୍ଦୁ, ସେମିତି 4ଟି ବିନ୍ଦୁ। ଏଇଠି କେତେ ଅଧିକ ହେଲା? ଏଠି ତୁମେ ଲକ୍ଷ୍ୟ କର, 3ର ବର୍ଗ ଆଉ 4ର ବର୍ଗ ଭିତରେ ଫରକ କେତେ? 3ର ବର୍ଗ ଏତିକି, 4ର ବର୍ଗ ଆଉ କେତେ ଯୋଗ କଲେ 4ର ବର୍ଗ ଆମେ ପାଉଛେ? 3ର ବର୍ଗରେ କେତେ ଯୋଗ କରିବା ମାନେ ଆମେ ପାଇଲେ 4ର ବର୍ଗ। କେତେ ଯୋଗ କଲେ 4ର ବର୍ଗ ପାଇବା? ଏଠି ମିଶାଇ ଦିଅ। 1 2 3 4 5 6 7। ଆମେ ଯଦି 7 ଏଠି ଯୋଗ କରିବା, କେତେ ଯୋଗ କରିବା? 7 ଯୋଗ କରିବା। 3ର ବର୍ଗ 9, 9ରେ ଆମେ 7 ଯୋଗ କଲେ କେତେ ପାଇଲେ? 16। କାହାର ବର୍ଗ? 4ର ବର୍ଗ। ବୁଝିହେଲା? ଆଚ୍ଛା, ଏଠି ହେଲା 16। 16ରେ କେତେ ମିଶାଇଲେ? ଏତିକି ଯୋଗ କଲେ କେତେ ହେଲା? 16। 4ର ବର୍ଗ, ସେଥିରେ କେତେ ମିଶାଇଲେ ଆମେ 5ର ବର୍ଗ ପାଉଛେ? 9 ମିଶାଇଲେ। ଦେଖ, 4ର ବର୍ଗ, ଇଏ ହେଲା 4ର ବର୍ଗ, ଏଥିରେ କେତେ ମିଶା ହେଲା? 9 ଯୋଗ କରାହେଲା। 1 2 3 4 5 6 7 8 9, 9 ଯୋଗ କଲେ ଯେତେବେଳେ 9ଟି ବିନ୍ଦୁ ଆଡ଼୍ କରିଦେଲେ ଆମେ କ'ଣ ପାଇଲେ? ଏଇଠି 5ର ବର୍ଗ ପାଇଗଲେ। ବୁଝିପାରିଲ? 5ର ବର୍ଗ ଆମେ ପାଇଲେ। ଏଥିରୁ ତୁମେ କ'ଣ ଜାଣିଲ ପିଲାମାନେ? ଏଇ ଯେଉଁ ସାରଣୀଟିରୁ, ଏଇ ଯେଉଁ ଆମର ସଂରଚନାଟିରୁ ଆମେ କ'ଣ ଜାଣିଲେ? ଏବେ ଯେତୋଟି ଆମେ ଅଯୁଗ୍ମ ସଂଖ୍ୟା ଯୋଗ କରିବା ସେତିକିର ବର୍ଗ ଆମେ ପାଇବା। କ୍ରମିକ ଅଯୁଗ୍ମ ସଂଖ୍ୟା 1, ତାପରେ 1 ପରେ କେତେ ଅଛି? 3, 1 2ଟି କ୍ରମିକ ଅଯୁଗ୍ମ ସଂଖ୍ୟା ଆମେ ଯୋଗ କଲେ। 2ଟି କ୍ରମିକ ଅଯୁଗ୍ମ ସଂଖ୍ୟା ଯୋଗ କରିବାରୁ ଆମେ ପାଇଲେ 2ର ସ୍କୋୟାର। 3ଟି କ୍ରମିକ ଅଯୁଗ୍ମ ସଂଖ୍ୟା ଯୋଗ କରିବାରୁ ଆମେ ପାଇଲେ 9, 3ର ସ୍କୋୟାର। ସେମିତି 4ଟି ଅଯୁଗ୍ମ ସଂଖ୍ୟା ଯୋଗ କରିବାରୁ ଆମେ ପାଇଲେ 4ର ସ୍କୋୟାର। ବୁଝିପାରିଲ? ଆମେ ସେମିତି ଯଦି 7ଟି ଅଯୁଗ୍ମ ସଂଖ୍ୟା ଯୋଗ କରିବା ତାହେଲେ କେତେ ପାଇବା? 7ର ବର୍ଗ ପାଇବା। 7ଟି ଅଯୁଗ୍ମ ସଂଖ୍ୟା ଆମେ ଯୋଗ କଲେ 7ର ବର୍ଗ ପାଇବା। ସେମିତି 10ଟି ଅଯୁଗ୍ମ ସଂଖ୍ୟା, କ୍ରମିକ ଅଯୁଗ୍ମ ସଂଖ୍ୟା ଯୋଗ କଲେ ଆମେ 10ର ବର୍ଗ ପାଇବା। ନେକ୍ସଟ ଦେଖିବା, ଏଥିରୁ ଆମେ କ'ଣ ଜାଣିଲେ? 1ରୁ ଆରମ୍ଭ କରି କ୍ରମିକ ଅଯୁଗ୍ମ ସଂଖ୍ୟାର ଯୋଗଫଳରୁ କ୍ରମିକ ବର୍ଗ ସଂଖ୍ୟା ମିଳିଥାଏ। 1ରୁ ଆରମ୍ଭ କରିକି ଆମେ ଯଦି କ୍ରମିକ ଅଯୁଗ୍ମ ସଂଖ୍ୟା ଯୋଗ କରିବା ତାହେଲେ ଆମେ କ୍ରମିକ ବର୍ଗ ସଂଖ୍ୟା ପାଇବା। ଏଠି ନୋଟ୍ କରିଦିଅ ପିଲାମାନେ। ଏହି କ୍ରମ ସମ୍ପର୍କରେ ତୁମେ ପୂର୍ବ ଶ୍ରେଣୀରେ ଧାରଣା ପାଇଥିଲ, ତୁମର ମନ ଥିବ। ତଳେ ଦିଆଯାଇଥିବା ଚିତ୍ରଗୁଡ଼ିକୁ ଦେଖ। ଏ ଚିତ୍ରଗୁଡ଼ିକୁ ଦେଖ। 1ରେ ଆମେ 3 ଯୋଗ କଲେ କେତେ ପାଇଲେ?
चार वर्ग 2 वर्ग पाइले 1 रे 3 जोग कले क्रमिक संख्या 1 + 3 देखि परछ ना नाई 1 रे 3 जोग कले 1 + 3 केते पाइले 4 कार स्क्वायर 2 रो स्क्वायर 1 + 3 + 3 + 2 माने 5 केते पाइले 5 3 8 1 9 3 रो स्क्वायर पाइले 1 + 3 + 5 केते आसिला हमरो 9 आसिला 3 रो स्क्वायर सेमती 3 रो स्क्वायर रे पुणी आमे जदि ऐड करिवा केते ऐड करले 7 ऐड करिवा 5 + 2 एठे 5 ऐड करथिले 5 रे +2 मिसे दबा केते 7 ऐड करिवा 1 + 3 + 5 + 7 इज इक्वल आम पाइले 4 रो स्क्वायर एठे लक्ष्य करो एठे जहा लिखा हिची ताहा लिखि दबा 1 + 3 + 5 + 7 1 + 3 + 5 + 7 पुणी 7 रे 2 ऐड करो केते हला 9 9 आमे एठे ऐड करिवा 9 ऐड कले कोन हला 1 2 3 4 5 5टी अजुग्म संख्या 5टी अजुग्म संख्या हम जदि जोग कले ताहले आमे 5 रो स्क्वायर पाइबा केते पाइबा 5 रो स्क्वायर 25 अच्छा पिला माने एथुर आमे कोन जानिले प्रथम n संख्यक अजुग्म संख्यार जोगफल n स्क्वायर प्रथम n संख्यक अजुग्म संख्यार जोगफल n स्क्वायर अटे ओलोटाई कहले प्रत्येक वर्ग संख्या 1 रु आरंभ होइथिबा क्रमिक अजुग्म संख्या गुड़िकर जोगफल आम जो ओल्टेइरी कहवा ताहले कौन कहवा प्रत्येक वर्ग संख्या होची 1 रु आरंभ होइथिबा क्रमिक अजुग्म संख्या गुड़िकर जोगफल 9 रो वर्ग आमे कहवा 9 रो स्क्वायर माने 9टी क्रमिक अजुग्म संख्यार जोगफल अच्छा ये देख गणितर अनेक समय जुक्ति और तर्क को कौन सी शब्दर व्यवहार नक उपस्थापना करी हुए एथिपाई चित्रित उपस्थापन प्रमाण ही यथेष्ट अच्छा आम चित्रित उपस्थापना कले एथिरु आमे प्रमाणित है जे कौन प्रमाण कले ना क्रमिक अजुग्म संख्या 1 ठारू आरंभ करी क्रमिक अजुग्म संख्या मानकर जोगफल होची गोटे संख्यार वर्ग जेतोटी अजुग्म संख्या आमे जोग करिवा तार वर्ग से संख्याटर वर्ग होची मनकर 15टी अजुग्म संख्या जोग कले 15 रो वर्ग पाइबा 20टी अजुग्म संख्या जोग कले 20 रो वर्ग पाइबा आहुरी मध्य आमे क्रमिक अजुग्म संख्या को वियोग करी एक संख्या पूर्ण वर्ग कि नुहे ताहा जानि परिबा 25 रु 1 माइनस कले केते आसिला 24 24 रु 3 माइनस करिवा कहीं 1 पर 3 अजुग्म संख्या क्रमिक भाव में माइनस करिवा 3 पर 5 माइनस करिवा 5 पर 7 माइनस करिवा ताहले आमे शेष को 0 पाइबा 0 पाइले आमे जानिले जे 25 टी गोटी होची 25 गोटी पूर्ण वर्ग संख्या बुझिलो आमे क्रमिक भाव में कौन कौन माइनस कले क्रमिक भाव में आमे कौन माइनस कले 1 3 5 7 क्रमिक अजुग्म संख्या गुड़िक आमे माइनस करी गले वियोग करी गले जहाँ फल आमे शेष को कौन पाइले 0 जदि 0 पाइले ताहले से संख्याटी पूर्ण वर्ग संख्या बोली आमे कहि परिबा अच्छा पिला माने देख 35 रो वर्ग 35 रो वर्ग माने कौन जानलो आमे 4 रो वर्ग माने 4टी क्रमिक अजुग्म संख्यार जोगफल सेमती 35 रो वर्ग माने 35टी क्रमिक अजुग्म संख्यार जोगफल 35टी क्रमिक अजुग्म संख्यार जोगफल अजुग्म संख्यार जोगफल बुझिपारल ना नहीं हेले 35टी क्रमिक अजुग्म संख्या रो जोगफल होची 35 वर्ग आम जाचे 35 वर्ग तुमको दिखाई 1225 तुम जाच 1225 है 35 वर्ग
हेले एथिरे आमे केते मिसेले 36 रो स्क्वायर पाइबा केते जोग करिबा 36तम अयुग्म संख्याटी जोग करिबा। अच्छा पिला माने हमर प्रश्न होची 36तम अयुग्म संख्या आमे किपरि पाइबा केमती आमे 36तम अयुग्म संख्या पाइबा। देख बहुत बढ़िया टेक्निक गोटे अच्छी आमे जानिदबा 36तम अयुग्म संख्याटी केउंटी फटाफट जानिदबा देखियो ना शिखिया में इच्छा करूच। अच्छा वेरी गुड देख 1 3 5 तापर परवर्ती संख्या केते अयुग्म संख्या 7 9 तापर 11 देख ये 1 नंबर अयुग्म संख्या होची 1 2 नंबर अयुग्म संख्या 3 3 नंबर अयुग्म संख्या 5 आमे एमती गोटे सूत्र आमे देखिबा आमे जदि 2n - 1 यही फॉर्मूलाटी आमे जदि यूज करिबा ताहले केते नंबर संख्या आमे अयुग्म संख्या बाहर कर परिबा जेते बड़ अयुग्म संख्या आमे 35 नंबर कोन 199 नंबर अयुग्म संख्याटी केते माने मध्ये आमे कहि परिबा। देखो पिला माने केमदी मजार कहिबा प्रथम अयुग्म संख्या n = केते नबा 1 नबा n = 1 नेले हमर प्रथम अयुग्म संख्याटी आसीबो हेले 2n - 1 n रो मूल्य केते पकेबा 2n बदल रे 1 पकेले -1 केते हला 2 - 1 = 1 आसिला सेमती आमे n = 2 नबा द्वितीय संख्याटी आमे आनिबा 2 × 2 - 1 केते आसिला 4 - 1 3 आसिला 2 नंबर अयुग्म संख्या 3 पळी आसिला सेमती 1 2 3 4 5 6 6 नंबर अयुग्म संख्याटी सूत्र पकेले होची ना नहीं देखिबा फॉर्मूलाटी यूज करले 6 नंबर अयुग्म संख्या माने कोन लिखिबा n बदल रे 6 पकेबा 2 × 6 n बदल रे 6 पकेले 2 × 6 - 1 = केते हला 12 - 1 = 11 आसिला हमरो केते नंबर अयुग्म संख्या आसिला 6 नंबर 1 2 3 4 5 6 6 नंबर अयुग्म संख्या आसिला सेमती आमे 35 नंबर अयुग्म संख्याटी बाहर करिबा 35 नंबर अयुग्म संख्याटी देखो केमती बाहर करिबा n रो मूल्य केते पकेबा 35 हमकु 35 35 नंबर अयुग्म संख्या दरकार। देखो एठी पकेले आमे केते 2 × 35 - 1 = 70 - 1 = केते हला 69 n = 36 36 नंबर अयुग्म संख्या हम जदि बाहर करबा 36 सॉरी 2n 2 × 36 - 1 = 72 - 1 = 71 36 नंबर अयुग्म संख्याटी केते 71 आसिला n बदल रे केवल तुमे से संख्याटी पकेबो केते नंबर अयुग्म संख्या तुमे चाहुच 36 नंबर अयुग्म संख्या माने n बदल रे तुमे ए सूत्र रे n बदल रे 36 पके देलो 36 × 72 72 रु 1 गले 71 71 हैला हमरो उत्तर। अच्छा पिला माने 24तम अयुग्म संख्याटी केते हेबो तुमे कमेंट करी जणाइबो जदि वीडियो को लाइक कर नथिबो ता लाइक टी कर दबो एवं सांग साथी सह शेयर करिवो जो माने चैनल रे नुआ अछंती चैनल को सब्सक्राइब करी पाखरे थिबा नोटिफिकेशन ऑल बेल को ऑन कर दियंतु जा फल रे मोर आगामी वीडियो रो नोटिफिकेशन आपण माने पाई परिबे वीडियो सब देखि परिबे पुणी एक नुआ वीडियो नहीं मु आपण पाखरे पहुंचीबी टिल देन बाय बाय कीप लर्निंग थैंक यू जय जगन्नाथ।